ଜୟ ଜଗନ୍ନାଥ ଏସ୍ ଟି ଫ୍ୟାମିଲି। ଆପଣମାନେ ଗୋଟେ ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚେନ୍ ଚାରିଆଡ଼େ ସବୁ ସୋସିଆଲ ମିଡ଼ିଆରେ ଆମକୁ ପଚାରୁଛନ୍ତି। ତ ଗେହ୍ଲି ଯୋଉ ଏବେ 7 ବର୍ଷ ପରେ ଛିଡ଼ା ହେଲା, ଏତେ ବଡ଼ ଗୋଟେ ରିକଭରି ହେଲା, ସେଟା କେମିତି ହେଲା, କୋଉ ଡକ୍ଟର ଟ୍ରିଟମେଣ୍ଟ କରୁଛନ୍ତି, କୋଉଠୁ ମେଡ଼ିସିନ ଖାଉଛନ୍ତି, ଏମିତି ଅନେକ କ୍ୱେଶ୍ଚେନ୍ ଆପଣମାନେ ପଚାରୁଛନ୍ତି। କିନ୍ତୁ ଆପଣମାନେ ଯଦି ସତରେ ଚାହୁଁଛନ୍ତି ଯେ ଜାଣିବାକୁ, ତ ସେଥିପାଇଁ ଆପଣଙ୍କୁ ଏଇ 7 ବର୍ଷର ଜର୍ଣ୍ଣିଟାକୁ ପୁରା ବୁଝିବାକୁ ପଡ଼ିବ। ମୁଁ ଚେଷ୍ଟା କରୁଛି ଆଜିର ଏଇ ଗୋଟିଏ ଭିଡିଓରେ ଆପଣଙ୍କୁ ସଂକ୍ଷେପରେ ସବୁ କିଛି ବୁଝେଇବାକୁ। ଆପଣମାନେ ଏଇ ଭିଡିଓଟିକୁ ପୁରା ଦେଖନ୍ତୁ, ବିଲକୁଲ ବି ସ୍କିପ୍ କରିବେନି। ଯେଉଁମାନେ ଆମ ଭିଡିଓକୁ ରେଗୁଲାରଲି ଦେଖୁଛନ୍ତି ସେମାନେ ଜାଣିଥିବେ ଗେହ୍ଲି 1 ବର୍ଷ ହେଇଗଲାଣି ଏ ରୋଗ ପାଇଁ କିଛି ବି ମେଡିସିନ ଖାଉନାହିଁ। କାହିଁକି ନା ଏକର ଏଲୋପାଥିକ ମେଡିସିନ ଟ୍ରିଟମେଣ୍ଟ କିଛି ବି ଏ ରୋଗ ପାଇଁ ନାହିଁ। ଦୁଇରେ ଯୋଉ ଆମେ ବହୁତ ଦିନ ହେଲାଣି ଆୟୁର୍ବେଦିକ ଟ୍ରାଏ କରୁଥିଲେ, ସେନ୍ସେସନ ଆସିବା ପରେ ଆଉ କିଛି ରିକଭରି ଦେଖା ହିଁ ଗଲାନି। ମାନେ ଠିଆ ହେବା ପାଇଁ କିଛି ବି ହେଲ୍ପଫୁଲ ହେଲାନି, କିଛି ବି ରିକଭରି ହେଲାନି, ସେମିତି ହିଁ ରହିଲା। ଉଲ୍ଟା ଆହୁରି ଯୋଉ ଛୋଟିଆ ଛୋଟିଆ ମେଡିସିନ ହେଲେ ବି ସେଟା ମାନେ ଦେହରେ ରିଆକ୍ଟ କଲା, ବଡି ରେଜିଷ୍ଟ କରିବାକୁ ଟ୍ରାଏ କଲା ସେ ମେଡିସିନକୁ ସବୁ। କାହିଁକିନା ମାନେ ଯେତିକି 7 ବର୍ଷ ଭିତରେ ସେ ବୋଝ ମେଡିସିନ ଯେତିକି ସବୁ ଖାଇଛି ନା, ତ ଦେହରେ ଆଉ ସେତିକି ଶକ୍ତି ନାହିଁ ଯେ ଆଉ କିଛି ମେଡିସିନକୁ ହ୍ୟାଣ୍ଡେଲ କରିପାରିଲା ଭଳି। ତ ମେଡିସିନ ଆଉ ତା ଦେହରେ ଯାଉ ବି ନାହିଁ, ତ ଆମେ ବାଧ୍ୟ ହେଇକି ସବୁ କିଛି ମେଡିସିନ ଏବେ ବନ୍ଦ କରିଦେଇଛୁ। ତ ଗେହ୍ଲିର ଯୋଉ ଏତେ ବଡ ରିକଭରି ହେଲା, ମୁଁ କହିବି ଏଥିରେ ଗେହ୍ଲିର କଣ୍ଟ୍ରିବ୍ୟୁସନ ସବୁଠୁ ଅଧିକ। ଯେ ଗେହ୍ଲି ଯେତିକି ଲଢିଛି, ଯେତିକି କଷ୍ଟ ଯନ୍ତ୍ରଣା ସହିକି କେବଳ ତା ମାଇଣ୍ଡକୁ ବୁଝେଇଛି ଯେ ମତେ ବଞ୍ଚିବାର ଅଛି ଆଉ ମୁଁ ଦିନେ ନା ଦିନେ ଭଲ ହେବି। ମାନେ ସତ କଥା, ଯୋଉ କଷ୍ଟ ଯନ୍ତ୍ରଣା, ସେ ବେଡସୋର ଘା ଅପରେସନ ହଉଥିବ ବିନା ଆନେସ୍ଥେସିଆରେ, ତାକୁ ଦେଖିକି ସେ ସହିଛି। ସତରେ ଆମେ ମାନେ ବି ଦେଖିକି ମାନେ ସେ ଜିନିଷଟା କେବଳ ଦେଖିବା ମାତ୍ରେ କି ଆମ ମନକୁ ଆସୁଥିବ କି ଜୀବନଟା ପୁରା ବେକାର, ଜୀବନ ଏ ଦୁନିଆଟା ହିଁ ଭଲ ନୁହେଁ, ଏ ଦୁନିଆଟାରେ ଏମିତି କେବଳ କଷ୍ଟ ଯନ୍ତ୍ରଣା ହିଁ ମିଳିବ। ତ ସିଏ ନିଜକୁ ବୁଝେଇବା ଯେ ଏକରେ ମୁଁ ଭଲ ହେବି କି ନାହିଁ କିଛି ତାର ଠିକ ଠିକଣା ନାହିଁ, ସମସ୍ତେ ମନା କରିଦଉଛନ୍ତି। ଦୁଇରେ ପୁଣି ଏତେ କଷ୍ଟ ଯନ୍ତ୍ରଣା, ତ ନିଜ ମାଇଣ୍ଡକୁ ବୁଝେଇବା ଯେ ମୁଁ ଦିନେ ନା ଦିନେ ଭଲ ହେବି, ମତେ ଆହୁରି ଚେଷ୍ଟା କରିବାର ଅଛି। ତ ସେଇଟା ଗୋଟେ ବହୁତ ବଡ କଥା। ରେଗୁଲାରଲି ଯୋଉ ପ୍ରୟାସଟା ଅଛି ତାର ଯେ ମୁଁ ଦିନେ ଭଲ ହେବି, ତ ମତେ ଠିଆ ହେବାକୁ ଶିଖିବାର ଅଛି। ବହୁତ ଥର ଆପଣ ମାନେ ଦେଖିଥିବେ, ବହୁତ ଥର ଗେହ୍ଲି ବେହୋସ ହେଇଛି, କିନ୍ତୁ ଫିର ବି ସେ ଛିଡା ହେବାକୁ ଚେଷ୍ଟା କରୁଛି। ସବୁ ଜିନିଷରେ ସେ ଫାଇଟ୍ କରୁଛି। ଆପଣ ଯେତେ ହସ୍ପିଟାଲ ହଉ, ଯେତେ ଡକ୍ଟର ହୁଅନ୍ତୁ, ଯେମିତି ବି ଟ୍ରିଟମେଣ୍ଟ କରନ୍ତୁ, ଯେତେ ଭଲରେ ରଖନ୍ତୁ, ଯେତେ ଯାଏଁ ଗୋଟେ ରୋଗୀ ନିଜେ ନ ଚାହିଁବ ଯେ ମୁଁ ଭଲ ହେବି ଆଉ ମୁଁ ଭଲ ହେଇପାରିବି, ସେ ବିଶ୍ୱାସ ନ ଆସିବ, ସେତେ ଯାଏଁ ତାକୁ କେହି ରକ୍ଷା କରିପାରିବେନି, କେହି ଭଲ କରିପାରିବେନି। ନିଜ ଗୋଡରେ ଠିଆ ହେଇଛି କେବଳ ତା ଦୃଢ ଇଚ୍ଛା ଶକ୍ତି ଆଉ ତା ପରିଶ୍ରମ। ଭଗବାନ ସେତେବେଳେ ତାକୁ ଆଶୀର୍ବାଦ କରନ୍ତି ଯେତେବେଳେ ତା ପଛରେ ବହୁତ ଆଉ ନିରନ୍ତର ଚେଷ୍ଟା ଥାଏ, ପରିଶ୍ରମ ଥାଏ, କଷ୍ଟ ଯନ୍ତ୍ରଣା ସହିଥାଏ। ସେତେବେଳେ ହିଁ ଭଗବାନଙ୍କ ଆଶୀର୍ବାଦ ମିଳେ। କେବଳ ଭଲ ହବା ପାଇଁ ମୋ ଚେଷ୍ଟା ନୁହଁ, ଯେତେବେଳେ ମୁଁ ସେ ହସ୍ପିଟାଲକୁ ନେଇଗଲେ ମତେ, ମୋ ଗୁଗୁଲୁ ମୋ ବାପା ବୋଉ ଗୋଟେ ହିଁ କଥା କହିଥିଲେ, ତୁ ଭଲ ହବୁ। ଆଉ ଗୁଲୁ ମତେ ଏମିତି ଚାହିଁଲେ ମୁଣ୍ଡରେ ହାତ ମାରିକି, ବ୍ୟସ୍ତ ହନା, ସବୁ ଠିକ ହେଇଯିବ। ଏମିତି ମୁଁ ପୁରା ତ ସାଙ୍ଗରେ ଅଛି, ମୋ ହାତକୁ ଧରିକି ଏମିତି କହିଥିଲେ। ଆଉ ସେଇଟା ମତେ ଏତେ ଏନର୍ଜି ଦେଇଥିଲା ଯେ ମାନେ ମୁଁ ଗୁଲୁ ପାଇଁ ଭଲ ହେବି, ଆମ ମ୍ୟାରେଜ ହବ, ଆମେ ଖୁସିରେ ରହିବା, ଆମେ କେତେ କଣ ସ୍ୱପ୍ନ ଦେଖିଛେ ସବୁ ପୂରଣ କରିବା। ଆଉ ମୋ ବାପା ବୋଉ ପାଇଁ ଭଲ ହେବି। ମୁଁ ଯଦି ଭଲ ହେବି, ମୋ ବାପା ବୋଉ ପାଖରେ କିଏ ରହିବ? ମୁଁ ତ ଗୋଟେ ବୋଲି ଛୁଆ ନା ମୋ ବାପା ବୋଉର। ତ ଏକୁଟିଆ ମୋ ବିଶ୍ୱାସ ଆଉ ପରିଶ୍ରମ ନୁହେଁ, ବୁଲୁ ବାପା ବୋଉ, ସନ୍ତୋଷ ବାପା, ସମସ୍ତଙ୍କର, ମଉସା ମାଉସୀ, ସମସ୍ତଙ୍କ ବିଶ୍ୱାସ ଆଉ ଭଲ ପାଇବା ବି ମତେ ବହୁତ ଶକ୍ତି ଦେଇଛି ଏସବୁ ଜିନିଷରେ ଲଢିବା ପାଇଁ। ଆଉ ବହୁତ ଜଣ ଡକ୍ଟର୍ସ ମାନଙ୍କର ବି ଏଥିରେ ହାତ ଅଛି, ଯୋଉଥିପାଇଁ କି ମୁଁ ବସିଲି, ମୋ ବେଡ୍ ସୋର୍ ଶୁଖିଲା, ବହୁତ କିଛି ଜିନିଷ ସେଥିରେ ରହିଛି। ଫାଷ୍ଟ ଯେତେବେଳେ ଗେହ୍ଲିର ଏଇ ରୋଗ ହେଲା, କଟକ ହସ୍ପିଟାଲରେ ଯୋଉ ଆଡମିଟ କଲେ, ତାଙ୍କୁ ବହୁତ ଦିନ ଲାଗିଗଲା କେବଳ ଜାଣିବା ପାଇଁ ଯେ ହେଇଛି କଣ। ବହୁତ ଫାଷ୍ଟ ଟାଇମ ପାଇଁ ଜାଣିଲେ ଗୋଟେ ଏମିତି ଗୋଟେ ରୋଗ ଅଛି, ବେଡସୋର ବୋଲି ଗୋଟେ ଜିନିଷ ଅଛି, ଏଗୁଡା କିଛି ଆମର ନଲେଜ ହିଁ ନଥିଲା। ତ ଡକ୍ଟର୍ସ ଫ୍ୟାମିଲିରେ ବି ମାନେ କେହି କାହାକୁ ଥିଲା। ରେକମେଣ୍ଡ ବି ସେ ଟାଇମରେ କରିଲେନି କି ଏୟାର ବେଡ୍ ଦିଅ କି ୱାଟର ବେଡ୍ ଦିଅ, କିଛି ବି ରେକମେଣ୍ଡ ବି କରିଲେନି ସେ ଟାଇମରେ। କରିଥିଲେ ହୁଏତ ଆମେ ଜାଣିଥାନ୍ତେ ବା ଏ ସିଚୁଏସନକୁ ହୁଏତ ଆସିନଥାନ୍ତା। 24 ଦିନ ଖଣ୍ଡେ ପରେ ଯାଇକି ମନା କଲେ ଯେ ମାନେ ଆଉ କିଛି ରିକଭରି ହଉନାହିଁ, ହୁଏତ ଭଲ ହବ ନାହିଁ, ବା ଦେଖନ୍ତୁ ଅନ୍ୟ କୌଣସି ଜାଗାରେ ଯଦି ଟ୍ରାଏ କରିବେ ଆପଣ କରିପାରନ୍ତି, ଆମେ କିନ୍ତୁ ସବୁ କିଛି ମେଡିସିନ ଯାହା ଆବଶ୍ୟକ ମେଡିସିନ ଆମେ ଦେଇଦେଇଛୁ, ଆଉ ୟାର କିଛି ଅଲଗା ମେଡିସିନ କିଛି ନାହିଁ। ଏହା କହିକି ହିଁ ଆମକୁ ଘରକୁ ଫେରେଇଦେଲେ।
କିନ୍ତୁ ଘରକୁ ଆସିବାର 2 ଦିନ ପୂର୍ବରୁ ଅଣ୍ଟାରେ ଗୋଟେ ଛୋଟିଆ ଫୁଟକାଟେ ହେଲା। ତ ଆମେ ଡକ୍ଟରଙ୍କୁ ଦେଖେଇଲୁ, "ସାର୍ ଏମିତି ଗୋଟେ କାଲି ଗୋଟେ ଛୋଟିଆ ଫୁଟକାଟେ ଏମିତି ହେଇଥିଲା, ଆଜି କାଇଁ ସେ ଫୁଟକାଟା ଏମିତି ବଡ ହେଇଗଲାଣି ଯେମିତି କିଛି ଗୋଟେ ଗରମ ପାଣି ପଡିଯାଇଛି ଫୁଟକାଟେ ହେଇଯାଇଛି ସେମିତି ଟାଇପ୍।" ଡକ୍ଟର ଦେଖିକି କହିଲେ, "ଏଟା ବେଡ୍‌ସର୍ ହଉଛି।" ସେଇଠୁ ଆମେ ଜାଣିଲେ ଯେ ବେଡ୍‌ସର୍ ବୋଲି ଗୋଟେ ଜିନିଷ ଅଛି ଏ ରୋଗରେ। ତ ତ ତା ସେଇଠି ଡକ୍ଟର ଆହୁରି ନିଜେ ମାନେ ନର୍ସ ମାନଙ୍କୁ କହୁଛନ୍ତି ତାଙ୍କୁ କଣ ୱାଟର ବେଡରେ ଏୟାର ବେଡରେ ଶୁଆ ହେଇନି କି? ତ ଆମେ ଏୟାର ବେଡ୍ ବୋଲି ବି ଗୋଟେ ଶବ୍ଦ ଅଛି ଜାଣିନୁ, କାରଣ ଆମ ଫ୍ୟାମିଲିରେ କାହାକୁ ବି ଆମେ ଆଜି ଯାଏଁ ପାରାଲାଇଜ ବି ରୋଗ ଯୋଉ ହୁଏ, ପାରାଲାଇଜ ରୋଗ କାହାକୁ ବି ଆମ ଫ୍ୟାମିଲିରେ ହେଇନି। ତ ଦୂର ଦୂରାନ୍ତରରେ ଆମେ କେବେ ଦେଖିନୁ ଦେଖେ ପାରାଲାଇଜ ହଁ। ପେସେଣ୍ଟକୁ କେମିତି ଟ୍ରିଟମେଣ୍ଟ କରାଯାଏ, କଣ ଇଏ ହୁଏ। ଆଉ ଡକ୍ଟରଙ୍କର ଏତେ ବଡ ଭୁଲ, ମତେ ୱାଟର ବେଡ୍ କି ଏୟାର ବେଡ୍ ଦରକାର ଥିଲା ଯୋଉ ନଦବା, ଆଉ ସେ ଛୋଟିଆ ଫୁଟୁକା ମୋ ଜୀବନର ବହୁତ ବଡ କଷ୍ଟ ଆଉ ଯନ୍ତ୍ରଣା ସହିବାର କାରଣ ହେଇଗଲା। ମାନେ ସେ ଛୋଟିଆ ଫୁଟକା ଘରକୁ ଆସି ଡକ୍ଟର ମାନେ କହିଲେ ଫୁଟକାଟା ତମେ ଖାଲି ଟିକେ ଡ୍ରେସିଂ କରିବ, ଡାକିକି କାହାକୁ ଠିକ ହେଇଯିବ। ମାନେ ଘରକୁ ଆସିବା ପରେ ଧୀରେ ଧୀରେ ସେଟା ବଡ ଆକାର ନେଲା। କାହିଁକି? ଏ ଯୋଉ 24 ଦିନ ଯାକ ପୁରା ନର୍ମାଲ ବେଡରେ ଶୋଇଲି, ସେ ପୁରା ସିଝି ଯାଇଛି ଅଲରେଡି, ସେ ଜାଗା ସବୁ ସିଝି ଯାଇଥିଲା ମୋ ଗୋଡର। ତ ଯେତେ ତାପରେ ୱାଟର ବେଡ୍ କି ଏୟାର ବେଡରେ ଶୋଇଲେ କଣ ହବ, ଫିର ବି ଘରେ ଆସିକି ଏୟାର ବେଡ୍ ୱାଟର ବେଡରେ ପୁରା ସବୁ ଟାଇମ ଶୋଇଲେ, ଡ୍ରେସିଂ କଲେ, ସବୁ କିଛି କଲେ, କିନ୍ତୁ ଧୀରେ ଧୀରେ ସେ ଘା ପୁରା ବଡ ହବାରେ ଲାଗିଲା। ଯେତେବେଳେ ବଡ ହେଲା ଧୀରେ ଧୀରେ ସ୍ମେଲ ବାହାରିଲା ସେଥିରୁ। ତାପରେ ନୀଳଗିରି ହସ୍ପିଟାଲରେ ଡକ୍ଟର ସାମଲଙ୍କ ପାଖକୁ ନେଇଗଲେ ଘରେ। ଡକ୍ଟର ଦେଖିକି କହିଲେ ବହୁତ ସିରିୟସ କଣ୍ଡିସନ ହେଇଗଲାଣି, ସାଙ୍ଗେ ସାଙ୍ଗ ଅପରେସନ କରିବେ କହିଲେ। ଅପରେସନ କଲେ ପାଖାପାଖି 3 ଘଣ୍ଟା 3.5 ଘଣ୍ଟା ଅପରେସନ ହେଲା। ମୁଁ ଏମିତି ତକିଆକୁ କାମୁଡିକି ରହିଛି। ତାପରେ ଡକ୍ଟର କହିଲେ ପ୍ରାୟ ବଡିର ସବୁ ଜାଗା ସିଝି ଗଲା ଭଳି ଯାଇଛି। ତ ଧୀରେ ଧୀରେ ଏପଟ ଜଙ୍ଘ ସେପଟ ଜଙ୍ଘ ପାଦ ସବୁଆଡେ ବେଡ୍‌ସର ବାର ଗଲା। ଆଉ ସବୁଠୁ ଡେଞ୍ଜର ହେଇଗଲା ଅଣ୍ଟା ଘାଟା। 7 ଥର ଅପରେସନ କରିବାକୁ ପଡିଲା, ସେ ବି ବିନା ଆନାସ୍ଥେସିଆରେ। ପୁରା କିଡନୀ ପର୍ଯ୍ୟନ୍ତ ପହଞ୍ଚିଗଲା। ତାପରେ ଯେତେ ମେଡିସିନ ଯାହା ୟୁଜ କରାହେଲା କୋଉଥିରେ ଭଲ ହେଲାନି, ଆହୁରି ମାନେ ଖରାପ ଆଡକୁ ଗଲା। ସେ ଡକ୍ଟର ସାମଲଙ୍କୁ ମାନେ ସତରେ ମୁଁ ଧନ୍ୟବାଦ ଦଉଛି, ବହୁତ ଚେଷ୍ଟା କରିଛନ୍ତି ସେତେବେଳେ। ହଁ ଗୁଲୁ, ମାନେ ସବୁ ମାନେ ଡକ୍ଟର ମାନେ ପୁରା କନଫରେନ୍ସ ବସିଲେ, କଥା ହେଲେ, ବହୁତ ଫାର୍ମାସିଷ୍ଟ ଆସିଛନ୍ତି ଖୋଜା ଦେଖିବାକୁ। ଚାଲିଲା ପୁରା ମେଡିସିନ। ତାପରେ ବହୁତ ଚେଷ୍ଟା ଫଳରେ ଯାଇକି ଗୋଟେ କ୍ୟାପସୁଲ ଆଣିଲେ, ଆଉ ସେଟା ପକେଇବା ଦ୍ଵାରା ରିକଭରି ମାନେ ଯୋଉଦିନ ପକେଇଲେ ତା 2 ଦିନ ପରେ ଯେତେବେଳେ ଡ୍ରେସିଂ ହେଲା ଖୋଲା ହେଲା, ହାଲକା ମାନେ ସେ ଜାଗାରେ ମାଂସ ତିଆରି ହେଇଛି। ମାନେ ସେ ଡ୍ରେସିଂ ବେଳେ ବୋଉ ସମସ୍ତେ ଘର ଲୋକ ଯୋଉମାନେ ରୁହନ୍ତି, ଯିଏ ଡ୍ରେସିଂ କରନ୍ତି, ମାନେ ଭୋ ଭୋ ହେଇକି କାନ୍ଦନ୍ତି। ଆଉ କେତେ ଥର କେତେ ଜଣ ସେନ୍ସଲେସ୍ ବେହୋସ ହେଇଛନ୍ତି ହେଇଯାଇଛି। ସେ ଜାଗା ଦେଖିକି। ତାହେଲେ ଆପଣ ଭାବନ୍ତୁ କୋଉ ଭଳି ପରିସ୍ଥିତି ପହଞ୍ଚେଇ ଦେଲେ। କେବଳ ଗୋଟେ ମାନେ ସେ ଯୋଉ ବେଡ୍ ଏୟାର ବେଡ୍ ନ ଦେଇକି ଡକ୍ଟର ମାନେ ଗୋଟେ ଛୋଟିଆ ଫୁଟକା ମୋ ଜୀବନକୁ ବର୍ବାଦ କରିଦେଲା। ଡକ୍ଟର ସାମଲଙ୍କୁ ଧନ୍ୟବାଦ, ମାନେ ସତରେ ସବୁବେଳେ ମୁଁ ଦିଏ। ସେ କ୍ୟାପସୁଲକୁ ସେ ବହୁତ ଚେଷ୍ଟା ବଳରେ ଖୋଜିକି ସେ ଔଷଧ ପାଇଲେ, ଆମ ବଡିରେ ପକେଇଲେ, ଯୋଉଥିପାଇଁ କି ପାଖାପାଖି 4.5 ବର୍ଷ ଲାଗିଗଲା, ମାନେ ପୁରା ମାଂସ ତିଆରି ହେଇକି ସେ ଜାଗା ଘା ଶୁଖିବାକୁ। କିନ୍ତୁ ତାଙ୍କ ପାଇଁ ମାନେ ଯାହା ହଉ ମୋର ସେ ଜାଗା ପୂରଣ ହେଲା, ନହେଲେ ସମସ୍ତେ ଏତିକି ବିଲିଭ କରିଗଲେ ମାନେ ସରିଗଲା। ମାନେ ଆଉ ତିଆରି ଯୋଉଠି ହବନି ସେଠି ଭଲ କଣ କରିବା। ଧୀରେ ଧୀରେ କିଡନୀକୁ ପାଇଗଲା ନା ଜିନିଷଟା, କହିଲା ବେଳକୁ ରୁମ ଟାଙ୍କୁରି ଯାଉଛି। ଆଉ ମାନେ ମାନେ ଏତେ ଇଏ ଲାଗୁଛି ଯେ କେମିତି ଏତେ ମାନେ ନେଗଲେକ୍ଟ ବା ଏମିତି ଧ୍ୟାନ ନ ଦିଅନ୍ତି। ଗୋଟେ ଜଣଙ୍କ ଜୀବନ ବର୍ବାଦ ହେଇଯାଉଛି ଏସବୁ ପାଇଁ। ଆପଣ ମାନେ ସତରେ ଆମେ ତ ଜାଣିନଥିଲୁ ପାରାଲିସିସ୍ ବା ଗୋଡ ଦେହ ହାତ ଅଚଳ ହବାରେ କଣ କେୟାର କରିବାକୁ ପଡେ, କଣ ଦରକାର। ଯଦି ବି ସବୁଠୁ ଆପଣ ବିଶେଷ ମାନେ ଧ୍ୟାନ ଦେବେ ଦେଖୁଛନ୍ତି, ବେଡ୍‌ସର ଜିନିଷଟାକୁ, ସବୁଠୁ ଅଧିକ ଧ୍ୟାନ ମାନେ ଦେବେ, ସେଇଟା ସବୁ ହିଁ କିଛି ବହୁତ ମେଜର ସରିଯିବ। ଜିନିଷ। ଆମ ଲାଇଫ ର ଏତେ ସେ ଏବେ ବି ସେ ଘା ପୂରଣ ହେଇଗଲା ସାରଙ୍କ ମାନେ ଚେଷ୍ଟା। ତାପରେ ଧୀରେ ଧୀରେ ହଁ ଆହୁରି ଡ୍ରେସିଂ ରେ ପ୍ରୋବ୍ଲେମ ହେଲା। ଘରକୁ ପାଖାପାଖି 2.5 ମାସ 3 ମାସ ସେଠି ରହିଲେ। ରହିଲା ପରେ ଡକ୍ଟର କହିଲେ ଏସି ରେ ସବୁବେଳେ ରଖିବ, ଯେମିତି ଟିକେ ବି ସୂର୍ଯ୍ୟ କିରଣ ତା ଦେହରେ ବା ଗରମ ତାତି ତା ଦେହରେ ନ ବାଜିବ।
ଘରେ ଆସିକି ରହିଲି। ମୋ ମା ଗାୟତ୍ରୀ ମା ଜଣେ ଯେତେବେଳେ ଜାଣିଲା ଡ୍ରେସିଂ କରିବାକୁ ଏମିତି ପଡୁଛି, ଏତେ ସାରା ଦେହରେ ଘା ହେଇଯାଇଛି, ସେ ଆସିକି ଡେଲି ମାନେ ବାବା ତ ଅଫିସ ପଳାନ୍ତି, ମୋ ବୋଉ ଆଉ ଗାୟତ୍ରୀ ମା ମିଶିକି ମାନେ ମା ମାନେ ଭାବନ୍ତୁ ଏତିକି ହାତ ପୁରେଇକି ମା ଡ୍ରେସିଂ, ଯେତେ ନର୍ସ ହଉ ସେ ଯେତେଙ୍କର ସେବା କରିଥାଉ, ସେ ଯେତେବେଳେ ମୋର କରେ ନା ତା ଛାତି ଥରିଯାଏ। ଘାକୁ ଦେଖିକି ଦି ଜଣ ମା ଯୋଉ ଚେଷ୍ଟା କରିକି ସେ ବେଡସୋର ଘାକୁ ସତରେ ଶୁଖେଇ ଦେଲେ। ହାଲକା ଫୁଲକା ଲାଷ୍ଟକୁ ଥିଲା, ଗାୟତ୍ରୀ ମା ଆସିପାରିଲାନି, ମୋ ବୋଉକୁ ଡ୍ରେସିଂ ପ୍ରୋସେସ କହିଲା। ବୋଉ ନିଜେ ଡ୍ରେସିଂ କରିକି ବେଳେବେଳେ ଚିତ୍କାର କରିକି କାନ୍ଦିବେ। ଆଉ ମୁଁ ଯୋଉ ଚିତ୍କାର କରେ ଡ୍ରେସିଂ ବେଳେ, ସେ କଷ୍ଟ କହିଲେ ନ ସରେ। ତ ଜୀବନରେ ଏମିତି ପରିସ୍ଥିତି କାହାରି ନ ଆସୁ। ସମସ୍ତଙ୍କୁ ଡକ୍ଟର ଏମିତି ମିଳନ୍ତୁ ସବୁ ରୋଗୀଙ୍କୁ, ଯେମିତି ଠିକ ଟ୍ରିଟମେଣ୍ଟ କରନ୍ତୁ, ମାନେ ଏତେ କଷ୍ଟ କାହାକୁ ନ ଦିଅନ୍ତୁ। ଆଜି ମୁଁ ଛିଡା ନ ହେଇପାରିବା ମାନେ ଏତେ ବର୍ଷ, ମାନେ ମୁଁ ଚେଷ୍ଟା ନ କରିପାରିବା ବା ଚେଷ୍ଟା କଲେ ବାରମ୍ବାର ବେହୋସ ହବା, ବାରମ୍ବାର ନ ପଡିବାର କାରଣ ସେ ବେଡସୋର ଆଉ ସେ ଡକ୍ଟର ମାନଙ୍କର ଭୁଲ, ମୁଁ ଏତିକି କହିବି। ବହୁତ ଥର ଛିଡା ହବାକୁ ଚେଷ୍ଟା କରୁଛି, ବାରମ୍ବାର ଫାଟିକି ଏମିତି ମେଲା ହେଇକି ମାଂସ ବାହାରୁ ବାହାରି ଆସିବ, ମାନେ ତାକୁ ନିଜ ଶରୀରକୁ ସେମିତି ବିକୃତ ଅବସ୍ଥାରେ ଦେଖିବା ସହିବା କେତେ କଷ୍ଟ, ମାନେ ମୁଁ ବୁଝେଇ ହିଁ ପାରିବିନି। ସେତେ ଯାଏଁ ବସୁନଥିଲି, ସେତେ ଯାଏଁ 1.5 ବର୍ଷ ଯାଏଁ ସେମିତି ବେଡରେ ସେମିତି ସିଧା ଶୋଇଥାଏ, ଏମିତି ଉଲଟେଇକି ମତେ ଶୁଏଇ ଦିଅନ୍ତି, ଡ୍ରେସିଂ କରିଦିଅନ୍ତି, ପୁଣି ଏମିତି ଶୁଏଇ ଦିଅନ୍ତି। ଜଣେ ପିଇସା ସଡନ 1.5 ବର୍ଷ ପରେ କହିଲେ, କଟକ ସନ ହସ୍ପିଟାଲରେ ଡକ୍ଟର ସନାତନ ରଥ ଅଛନ୍ତି, ଆଉ ସମସ୍ତେ କହୁଛନ୍ତି ସାର୍ ଛୁଆକୁ ଭଲ କରିଦେବେ, ହୁଏତ ବସେଇଦେବେ, ଚଲେଇଦେବେ। ତ ସେତେବେଳେ ମୋ ଅବସ୍ଥା ମାନେ ସେଇଠି ଡକ୍ଟରଙ୍କୁ ନବା ଅବସ୍ଥାରେ 7 ଦିନ ହେଇଗଲାଣି ମୁଁ ଖାଦ୍ୟ ଖାଇନି, କେବଳ ପାଣି ଦେଇକି ଚାଲିଛି, ଆଖି ଖୋଲୁନି କି ପାଟିରୁ କଥା ବାହାରୁନି। ଫିର ବି ବାପା ବୋଉ ଠାକୁରଙ୍କୁ ଡାକିକି ମତେ ସେଠି ନେଇଗଲେ। ସେଠି ଯିବା ପରେ ଟିକେ ମାନେ ଧୀରେ ଧୀରେ ସାର୍ ମେଡିସିନ ଦେଲେ। 5 ଦିନ ସାର୍ ମେଡିସିନ ଦେଇଛନ୍ତି। ଆଉ ଯୋଉଦିନ ପ୍ରଥମେ ସାର୍ ଦେଖିବାକୁ ଆସିଲେ, ମୋ ମୁଣ୍ଡକୁ ଏମିତି ଆଉଁସି ଦେଲେ ପୁରା, ଏମିତି ଦେଇ କହିଲେ, ମା ମୋ କୁନି ଛୁଆଟା ଲୋ, କଣ୍ଢେଇଟା ଲୋ, ତୁ କଣ ତୋର ହେଲା, ଏମିତି କଣ ହେଲା, ତୁ ଭଲ ହେଇଯିବ। ଆଉ ସାରଙ୍କୁ ଦେଖିକି ବି ମତେ ମାନେ କାହିଁକି କେଜାଣି ଗୋଟେ ବିଶ୍ୱାସ ଆସିଗଲା, ହଁ ସାର୍ ମତେ ଭଲ କରିଦେବେ। ସାର୍ ମତେ ବହୁତ କଷ୍ଟ ହଉଛି, ଘା ବି ବହୁତ କଷ୍ଟ ହଉଛି, ମୁଁ ଛିଡା ହବାକୁ ଚାହୁଁଛି, ମୁଁ ଛିଡା ହବାକୁ ଚାହୁଁଛି। ସାର୍ ସେଠୁ ମେଡିସିନ ଦେଲେ। ଆଉ ପ୍ରଜ୍ଞା ମ୍ୟାଡାମ ଜଣେ ଥିଲେ ସନ ହସ୍ପିଟାଲରେ, ତାଙ୍କୁ ଫିଜିଓଥେରାପି ପାଇଁ ପଠେଇଲେ। 5 ଦିନରେ ମାନେ ସାରଙ୍କ ମେଡିସିନ ଦ୍ଵାରା ଆଉ ପ୍ରଜ୍ଞା ମ୍ୟାଡାମ ମତେ ଟ୍ରାଏ କରିବା ଦ୍ଵାରା, ସେ ଗୋଟେ ଏମିତି, ମୁଁ କହିଲି ମ୍ୟାଡାମ ଟିକେ ବସିବାକୁ ଚାହୁଁଛି, ସେ ଗୋଟେ ଗାମୁଛାରେ ମତେ ଏମିତି ଉଠେଇ, ଶୋଇଥିଲି ଯୋଉ ଧର ଉଠ ଧର ଉଠ ଚେଷ୍ଟା କଲେ। 2 ଦିନ ପରେ ମୁଁ ଉଠିକି ପୁରା ମତେ ନେଇକି ବେଡ୍ କଡରେ ବସେଇ ଦେଲେ। ଆମେ କେହି ବିଶ୍ୱାସ ବି କରିପାରିଲେନି ଯେ ମୁଁ ବସି ପାରୁଛି ବୋଲି କିଛି ସମୟ। ସନାତନ ସାର୍ ଆଉ ପ୍ରଜ୍ଞା ମ୍ୟାଡାମ ତ ମାନେ ସେଇଟା ମୁଁ ସତରେ କହିଲି ଯେ ଭଗବାନ ରୂପରେ ସେ ଆସିଥିଲେ, ମାନେ ଭଗବାନ ହିଁ ତାଙ୍କୁ ପଠେଇଥିଲେ ମୋ ପାଇଁ। ସେମାନେ ମୋ ଜୀବନରେ ଯୋଉଟା ବସି ପାରିବିନି, ଚାଲିବା ତ ଦୂରର କଥା, ବସି ହିଁ ପାରୁନଥିଲି, ବହୁତ ଚେଷ୍ଟା କରିଛି। ପୁରା ବେଡ୍ ରିଡନ୍ ଥିଲା। ଏତିକି ଉଠିଗଲେ ଉପରକୁ ହାଲକା ଟିକେ ଉଠିଗଲା, ମୁଣ୍ଡଟା ଯଦି ଏମିତି ଉଠିଗଲା ବେହୋସ ହେଇଯାଉଥିଲା। ତ ସିଏ କିନ୍ତୁ ଫିର ବି ଖଟ ବାଡକୁ ଏମିତି ଧରିକି ବହୁତ ଥର, ଖଟ ବହୁତ ହଁ। ଏମିତି ପୁରା ଧରିକି ଛିଡା ହବାକୁ ବହୁତ ଚେଷ୍ଟା କରିଛି। ନିଜେ ବହୁତ ଚେଷ୍ଟା କରିଛି। ତାକୁ ନାଇଁ, ଆମେ ବି ବହୁତ ପ୍ରଥମେ ମୋ ଚେଷ୍ଟା ଗୁଲୁ ମତେ କରିଛୁ। ବସେଇବାକୁ ଚେଷ୍ଟା କରୁଛନ୍ତି ଖଟ ବଡ। ଗୁଲୁ ମତେ ଧୀରେ ଧୀରେ କଥା କହିକି ମନକୁ ଭୁଲେଇକି ଏମିତି ଉଠେଇବାକୁ, ଫାଷ୍ଟ ଥର ହିଁ ମୋ ଗୁଲୁ ହିଁ ମତେ ଉଠେଇକି ବସେଇଥିଲା, ଆଉ ଯୋଉଥିରେ ମୁଁ ବିଲକୁଲ ବେହୋସ ହେଇନଥିଲି। ସେଇଠୁ ମତେ ସାହସ ଆସିଲା ଯେ ହୁଏତ ମୁଁ ଚେଷ୍ଟା କରିପାରିବି। ଗୁଲୁ ଲୋ ମୋ ସାଙ୍ଗରେ କିଛି କଥା ହବ, ମୁଁ ଉଠିକି କିନ୍ତୁ ଉଠେଇ ଦଉଥିଲେ, ସେନ୍ସ ଯିବା କମିଗଲା, କିନ୍ତୁ ମୁଁ ବସି ପାରେନି, ବଡି ଅଟୋମେଟିକଲି ଗଡିଯାଏ। ଉଠେଇ ଦିଅନ୍ତି ପୁଣି ଶୁଏଇ ଦିଅନ୍ତି, କିନ୍ତୁ ଗୁଲୁଙ୍କର ସେ ଯୋଉ ଚେଷ୍ଟା ଥିଲା, ପ୍ରଥମ ଥର ପୁରା ରିସ୍କ ନେଇକି ମତେ ବସେଇଥିଲେ, ଯୋଉଥିପାଇଁ କି ମାନେ ସେ ଯୋଉ ବେହୋସ ହବା ଜିନିଷଟା ମୋର କମିଲା। ପ୍ରଜ୍ଞା ମ୍ୟାଡାମ ମତେ ବସେଇଲେ, ମାନେ ସନାତନ ସାର୍ ପ୍ରଜ୍ଞା ମ୍ୟାଡାମକୁ ବି ବହୁତ ଧନ୍ୟବାଦ। ଆଉ ମୋ ଗୁଲୁକୁ କଣ କହିବି ଜାଣିନି, ଗୁଲୁ ଯଦି ଚେଷ୍ଟା ନ କରିଥାନ୍ତେ ମତେ ବସେଇବା ପାଇଁ, ହୁଏତ ମୁଁ କେବେ ସାହସ କରି, ଆଉ ମୁଁ ସାହସ ବି କଲେ କେମିତି ଉଠିବି ତ ମନେ ନାହିଁ, ମୁଁ ଉଠିବି କେମିତି। ତ ପ୍ରଜ୍ଞା ମ୍ୟାଡାମ କହିଲେ ଯେ ଘରେ ଫିଜିଓଥେରାପି କରିବାକୁ ବାଲେଶ୍ୱରରେ ଦୁର୍ଗାଶଙ୍କର ପତି ସାରଙ୍କୁ ରେକମେଣ୍ଡ କଲେ। ସିଏ ଆସିକି ଟ୍ରିଟମେଣ୍ଟ କଲେ। ସେଇ ଭିତରେ ସନାତନ ସାର୍ କହିଲେ ଯେହେତୁ ଛୁଆ ବସିଗଲେଣି, ହୁଏତ ଛିଡା ହବ, ତ ତାର ବି ଟ୍ରିଟମେଣ୍ଟ ଆରମ୍ଭ କରିବେ। କିନ୍ତୁ ସାରଙ୍କୁ ପୁରା ସିଭିୟର କ୍ୟାନ୍ସର ହେଇଯାଇଥିଲା। ଆଉ ମାନେ ସେତେବେଳକୁ ସାରଙ୍କ ଲାଷ୍ଟ ଷ୍ଟେଜ ହେଇଯାଇଥିଲା, ଯୋଉଟା କି ଆମେ ବି ଜାଣିନଥିଲେ। ଠିକ ଆମେ ଯେବେ ଛିଡା ହବା ପାଇଁ ସାରଙ୍କୁ ଦେଖିବାକୁ ଯିବାର ଥିଲା, ସାର୍ ମେଡିସିନ ଦେବେ କହିଥିଲେ, ତ ସେତେବେଳେ ଠିକ ସାରଙ୍କ ଡେଥ ହେଇଗଲା। ମାନେ ସେତେବେଳକୁ ମୋର ଅଣ୍ଟା ଯାଏ ସେନ୍ସେସନ ସାର୍ ପୁରା ନେଇ ଆସିଥିଲେ, ସନାତନ ସାର୍ ତାଙ୍କ ମେଡିସିନ ଦ୍ଵାରା।
ଠିକ୍ ଗୋଡ଼ରୁ ପାଦ ଯାଏଁ ଭଲ ହବା ବେଳକୁ ସାର୍ ଡେଥ୍ ହେଇଗଲା। ତ ମାନେ ଆମ ପାଖରେ କିଛି ଅପସନ୍ ବି ନଥିଲା। ସେଇ ମେଡିସିନ୍ ସାର୍ କଣ୍ଟିନ୍ୟୁ କରିବାକୁ କହିଥିଲେ। ଆମେ ସେଇ ମେଡିସିନ୍ ଖାଇଲେ, ଫିଜିଓଥେରାପି ଚାଲିଲା। ପ୍ରେସର ଖରାପ ହବାରେ ଲାଗିଲା। ଫାଟିଲା, ବାର ଫାଟିଲା, ବାର ବାର ଫାଟିଲା। ବାର ମାନେ ଯୋଉ ଫାଟିଲା। ପ୍ରେସର ପଡିକି ବାର ବାର ଫାଟିଲା। ତ ଫିର୍ ବି ଆମେ ଫିଜିଓଥେରାପି ବନ୍ଦ କଲୁନି, ଚାଲିଥାଏ। ପୁଣି କେହି ଜଣେ କହିଲେ ଯେ ମାନେ ସନାତନ ସାରଙ୍କ ପରେ ଆଉ ଜଣେ କଟକରେ ଡକ୍ଟର ଅଛନ୍ତି, ତାଙ୍କର ଗୋଟେ କ୍ଲିନିକ୍ ଅଛି। ସିଏ ବହୁତ ଭଲ ଡକ୍ଟର ଆଉ ବହୁତ ଭଲ କରିଦଉଛନ୍ତି ଲୋକଙ୍କୁ। କୁହନ୍ତିନି ନା ଯେତେବେଳେ ପରିସ୍ଥିତି ପଡେ ଯୋଉଠି ବି ମଣିଷ ଥାଏ, ଆମେ ସେଇଠିକି ବି ଚାଲିଗଲୁ। କହିଲେ ଯଦି ଇଞ୍ଜେକ୍ସନଟା ନ ଦବ ତମ ଛୁଆ ମରିଯିବ। ଆପଣଙ୍କୁ ତ ମୁଁ ପୁରା ଜଣେଇଛି ସେ କାହାଣୀଟା, କୋଉ ପରିସ୍ଥିତି ହେଇଥିଲା। ସେ କ୍ୟାନ୍ସର ମେଡିସିନ ଦେଇଦେଲେ, ତାକୁ ଖାଇବା ଫଳରେ ମୋ ବେଡସୋର ଜାଗା ପୁରା ନଷ୍ଟ ହେଇଗଲା। ପୁରା ସେ ଘା ଯେତିକି ପୁରା ରିକଭର ହେଇଥିଲା, ଗୋଡ ପୁରା କଳା ପଡିଗଲା, ପୁରା ଘା ବି ପୁରା ରିଆକ୍ସନ ଖରାପ କରିକି। ହବାରେ ଲାଗିଲା। ଧୀରେ ଧୀରେ ପୁଣି ବେଡରେ ଶୋଇଲି ମୁଁ। ଯୋଉ ଉଠିକି ଯାହା ବି ଟିକେ ଅଣ୍ଟା ଉଠିକି ଛିଡା ହେଇଥିଲି, ଦୁର୍ଗାଶଙ୍କର ସାର୍ ଶିଖେଇଥିଲେ, ସବୁ କିଛି ବିଫଳ ହେଲା। ସାର୍ ବି ମାନେ ହାର ମାନିଲେ, କିନ୍ତୁ କିସ କରିଲେ ସେ ଡକ୍ଟର। ଯେତେ ହଉ ଆମେ ଚେଷ୍ଟା କରିକି ଟ୍ରାଏ କରୁଥିଲୁ ଛିଡା ହବାକୁ, କିନ୍ତୁ ପ୍ରାକ୍ଟିସ ତ କରିପାରୁଥିଲୁ, ଇଏ କରିପାରୁଥିଲୁ। ପୁରା ସିରିୟସ ହେଇଗଲା, ଫିଜିଓଥେରାପି ବନ୍ଦ କରିବାକୁ ପଡିଲା। ତାପରେ ଡ୍ରେସିଂ ଦ୍ଵାରା ଏ ଦ୍ଵାରା ମୁଁ ପୁରା ଡରିଗଲି। ଡ୍ରେସିଂ ଚାଲିଥାଏ, ଘା ପାଇଁ ଚାଲିଥାଏ, କିନ୍ତୁ ରୋଗ ପାଇଁ ଯିଏ ବି ଡକ୍ଟର କଥା କହିଲେ ମାନେ ମୁଁ ବାଉଳି ଚାଉଳି ହେଲି। ମୋ ବାପା ବୋଉଙ୍କୁ କହିଲି ମତେ ମାରିଦିଅ, ମତେ ଇଏ କରିଦିଅ, ମୁଁ ପଛେ ଭଲ ନ ହୁଏ ଏ କର ମୁଁ ଆଉ କୋଉ ଡକ୍ଟର ପାଖକୁ ଯିବିନି। ଏମିତି ବି ମୁଁ ମରୁଛି, କିନ୍ତୁ ମତେ ଆଉ ଯନ୍ତ୍ରଣା ଦେଇକି ତମେମାନେ ମାନେ ମାରନି ମତେ। ମେଡିସିନ ବି କିଛି ନାହିଁ ନା, ସମସ୍ତେ ଯୋଉଠିକି ବି ଗଲେ ସମସ୍ତେ ଏକ୍ସପେରିମେଣ୍ଟ କରିବାରେ ହଁ। ଲାଗିଗଲେ। ମାନେ ଏ ମେଡିସିନ ଟା ଖାଇତେ ଦେଖିବା ଭଲ ହେଇଯିବ, ସେ ମେଡିସିନ ବା ଓଭର ଡୋଜ ଦବାର ଲାଗିଲେ। ଯୋଉ ମେଡିସିନ ଅଲରେଡି ଦିଆହେଇଛି ତା ଛଡା କିଛି ନାହିଁ, ତ ସେଇ ମେଡିସିନ କୁ ଆହୁରି ହାଇ ଡୋଜ କରିକି ଦବାରେ ଲାଗିଲେ ଜିନିଷ। ତ କିଛି ଏଲୋପାଥିକ ଉପରୁ ସମ୍ପୂର୍ଣ୍ଣ ବିଶ୍ୱାସ ହିଁ ଉଠିଗଲା। ସେ ଯୋଉ ସନାତନ ସାର୍ ରଥଙ୍କ ସାରଙ୍କର ଔଷଧ ଗୋଟେ ଖାଉଥିଲି, ସେଟା ଓଡିଶାରେ ଆମର ମିଳିବା ବନ୍ଦ ହେଇଗଲା। ତାପରେ ହସ୍ପିଟାଲର ଆମେ ଯେତେବେଳେ ବୁଝିଲେ, କାଳେ ହସ୍ପିଟାଲରୁ ସେ ସନ୍ ହସ୍ପିଟାଲର ଔଷଧ ମିଳିଯିବ, ସେମାନେ କହିଲେ ଏଠି ମିଳିବନି, ବାଙ୍ଗାଲୋରରେ ମିଳିପାରେ। ତ ମୁଁ ଯେତେବେଳେ +3 କରୁଥିଲି ସ୍ୱରରେ, ସେତେବେଳେ ମୋ ଜୁନିୟର ଥିଲା ନମିତା ବୋଲି, ସେ ମତେ ଦିଦି ବୋଲି ଡାକେ, ମୁଁ ତାକୁ ସାନ ଭଉଣୀ ବୋଲି ମାନେ। ସେ ସବୁବେଳେ ଦେହ ଖରାପରେ କଲ୍ କରେ, ମୁଁ ତାକୁ କହିଲି ଛୁଆଲୋ ସେ ବାଙ୍ଗାଲୋରରେ ରୁହେ, ମୁଁ କହିଲି ଔଷଧ ମିଳୁନି ଲୋ ଛୁଆ, ସେଠି ବାଙ୍ଗାଲୋରରେ ମିଳିବ କି? ସେ ଯାଇକି ବହୁତ ଜାଗା ଖୋଜିଲା ଆଉ ମେଡିସିନ ପଠେଇଲା। ସେଠି ବି ଷ୍ଟକ୍ ସରିଗଲାଣି ମେଡିସିନରେ। ତ ତାପରେ ସିଏ ଦିନେ ଯୋଉ ଡକ୍ଟରଙ୍କୁ ତାଙ୍କର ଚିହ୍ନା ଫ୍ୟାମିଲି ଡକ୍ଟର, ତାଙ୍କ ପାଖରେ ଯାଇକି ମାନେ କହିଛି କୋଉଠି ମୋ କଥା, କହିଲା ଦିଦି ମୁଁ ଘଣ୍ଟେ 1.5 ଘଣ୍ଟା ସାରଙ୍କୁ କହିଛି, ତମ ସବୁ କଥା କହିଛି, ତମେ ଟିକେ ସାରଙ୍କ ସାଙ୍ଗରେ କଥା ହବ। କିନ୍ତୁ ମୋ ମନରେ ଏତେ ଡର, ନା ନା ମୁଁ ଡକ୍ଟର, ମୁଁ ତ ଏମିତି ବି ମରିଯିବି, ମୁଁ ଆଉ ସେ ଔଷଧ ଖାଇକି ମରିବିନି। କି ଶୀଘ୍ର ପରେ ମୁଁ ଯେତିକି ଦିନ ରହିବି ମୋ ବାପା ବୋଉ ଉଲ୍ଟାକୁ ରହିବେ, ଏମିତି ଯୋଉ ଫିଜିଓଥେରାପି କରି କାଳେ ଛିଡା ହେଇଯିବି, ମୁଁ ସେଇ ଚେଷ୍ଟା କରିବି କିନ୍ତୁ ଔଷଧ ଖାଇବିନି। ଆଉ ଏତେ ଡର, ଏତେ ସେ ଯନ୍ତ୍ରଣା ମତେ କଷ୍ଟ ଦେଇଛି ସେ କ୍ୟାନ୍ସର ଔଷଧ। କାହିଁ କେଜାଣି ଧୀରେ ଧୀରେ ସେ ଯେମିତି ଥରେ ଦିଥର କହିଲା, ମୋ ମନ ଇଏ ହେଲା। ମୁଁ ଗୁଲୁଙ୍କୁ କହିଲି, ବାପାଙ୍କୁ କହିଲି। ସେ କହିଲା ଆଉ ଦିଦି ତମେ ଔଷଧ ନ ଖାଅଲୋ, ଥରେ ଖାଲି କଥା ହୁଅ। ସେଇଠୁ ମୁଁ ସାରଙ୍କ ସାଙ୍ଗରେ କଥା ହେଲି, ଡକ୍ଟର ମୁସ୍ତାଫା ବୋଲି ବାଙ୍ଗାଲୋରରେ ଡକ୍ଟର ସିଏ। ତାଙ୍କ ସାଙ୍ଗରେ କଥା ହେଲି, ସାର୍ ବହୁତ ଭଲସେ ମତେ ବୁଝେଇଲେ ଆଉ କହିଲେ ତମେ ପ୍ରଥମେ ଆରମ୍ଭ କର। ଯଦି ପ୍ରଥମ ଡୋଜରେ ହିଁ ତୁମ ଦେହ ଖରାପ ହେଲା, ଯେହେତୁ ଆୟୁର୍ବେଦିକ ମେଡିସିନ ଥିଲା, ଆଉ ସାର୍ କହିଲେ ପ୍ରଥମ ଡୋଜରେ ଯଦି ତୁମକୁ କିଛି କଷ୍ଟ ହେଲା, ତମ ସେଇଠୁ ହିଁ ଔଷଧ ବନ୍ଦ କରିଦବ, ତମେ ବିଲକୁଲ ଖାଇବନି। ମୁଁ ଚାହୁଁନି ତମେ କଷ୍ଟ ପାଅ, ତମ ଯନ୍ତ୍ରଣା, ତମ ଷ୍ଟ୍ରଗଲ ଶୁଣିଲା ପରେ ମୁଁ ଚାହୁଁଛି ତମେ କେମିତି ଭଲ ହେଇଯାଅ। ତାପରେ ସାର୍ ଔଷଧ ପଠେଇଲେ ବାଙ୍ଗାଲୋରରୁ, ମୁଁ ଖାଇଲି। ଗୋଟେ ଦି ଦିନ ମାନେ ମୁଁ କିଛି ଫିଲ୍ କରିପାରିଲିନି। ତାପରେ ମାନେ ଔଷଧଟା ଦେହରେ ଗଲା ମୋର, ମାନେ ମତେ କିଛି ପେନ୍ ଦେଲାନି ବା ଯନ୍ତ୍ରଣା ହେଲାନି। ଧୀରେ ଧୀରେ ମାନେ ୱିକନେସ୍ ଦୂର ହେଲା, ମତେ ଟିକେ ଆରାମ ମିଳିବା ଆରମ୍ଭ ହେଲା। ସାର୍ ଯେତେବେଳେ ଶୁଣିଲେ ରିକଭରି ହଉଛି, ସାର୍ ବି ବହୁତ ଖୁସି ହେଲେ। ମାନେ ମୁଁ କେମିତି ଧନ୍ୟବାଦ ଦେବି, ମାନେ ସେତେବେଳେ ମୁଁ ଭାବିଲି ଯେ ହୁଏତ ଯୋଉ ମାନେ ପୁରା ଶେଷ ଅବସ୍ଥାରେ ହାର ମାନି ଆସୁଥିଲି, ମାନେ ଭଗବାନ ନମିତା ମନରେ ଆଣିଲେ ସିନା, ମୋ ଭଉଣୀ ମନରେ, ସିଏ ସାରଙ୍କୁ କହିଲା ଯାଇକି ଯେ ସାର୍ ଆପଣ ଦେଖନ୍ତୁ ଦିଦିଙ୍କ ସାଙ୍ଗରେ କଥା ହୁଅନ୍ତୁ। ସିଏ ବି ଭାବନ୍ତୁ ଏତେ ବଡ ଡକ୍ଟର ଜଣେ ମୋ ସାଙ୍ଗରେ କଥା ହେଲେ, କାହିଁକି କଥା ହବାକୁ ଯିବେ? ସିଏ ବି ଜାଣିଛନ୍ତି ଆ ପାଇଁ କିଛି ଔଷଧ ନାହିଁ ବା ଭଲ ହେଇପାରିବେନି। ତ ମାନେ ପ୍ରତି ମୁହୂର୍ତ୍ତରେ ଭଗବାନ କୋଉ ନା କୋଉ ରୂପରେ ଆସିକି ହେଲ୍ପ କରିଛନ୍ତି ସାରଙ୍କ ଔଷଧ ଖାଇବା ଫଳରେ। ମାନେ ମୋର ଯୋଉ ଅଣ୍ଟା ପାଖରୁ ପାଦ ଯାଏ ସେନ୍ସେସନ ପୁରା ଆସିଗଲା, ମତେ ଫିଲ୍ ହେଲା ଧୀରେ ଧୀରେ ମାନେ କିଛି ଗୋଟେ ବାଜିଗଲେ ବାଜି ହଉଛି କରୁଛି। ତ ଆମ ଘରେ ସବୁ ମାନେ ଖୁସି ହବା ଆରମ୍ଭ କଲେ ଯେ ତୁ ଜାଣିପାରୁଛୁ କରିପାରୁଛୁ। କିନ୍ତୁ ତାପରେ ବି ସାର୍ କହିଲେ, ମାନେ ଯେତେବେଳେ ସେନ୍ସେସନ ଫେରି ଆସିଲା ଛିଡା ହବା ପାଇଁ ଔଷଧ ଦେଲେ, କିନ୍ତୁ
ସେଇଠି ଆଉ କୋଉ ଔଷଧ କାମ ମାନେ କଲାନି। ଗୋଟେ ବହୁତ ଷ୍ଟେଜରେ ଆସିକି ଚେଷ୍ଟା ରହିଗଲା। ରିକଭରିଟା ଗୋଟେ ଷ୍ଟେଜରେ ଆସିକି ଷ୍ଟେଜରେ ବନ୍ଦ ଆସି ହେଇଗଲା। ବନ୍ଦ ମାନେ ହେଇଗଲା। ଧରନ୍ତୁ ଅଣ୍ଟା ଯାଏଁ ତ ପୁରା ସେନ୍ସେସନ ସନାତନ ଲଚା ସାରଙ୍କ ପାଖରେ ଆସିଯାଇଥିଲା। କିନ୍ତୁ ଅଣ୍ଟାଠୁ ଗୋଡ ଯାଏ ଯୋଉ ସେନ୍ସେସନଟା ପାଖାପାଖି ଧରନ୍ତୁ 50% 60% ଭଳିଆ ଡକ୍ଟର ଡକ୍ଟର ମୁସ୍ତାଫାଙ୍କ ପାଖରେ ଆସିଗଲା ତାଙ୍କ ମେଡିସିନ ଖାଇବା ଫଳରେ ଧୀରେ ଧୀରେ କରିକି ଆସିଗଲା। କିନ୍ତୁ ତାପରେ ସେଇଠି ହିଁ ବନ୍ଦ ହେଇଗଲା। ଆଉ କିଛି ଅଧିକ ରିକଭରି ହେଲାନି। ସେ ବହୁତ ଟ୍ରାଏ କରିଛନ୍ତି। ବହୁତ ଅଲଗା ଅଲଗା ମେଡିସିନ ଦେଇଛନ୍ତି। ବାରମ୍ବାର ଚେଞ୍ଜ କରିକି ପଠେଇଛନ୍ତି ସବୁ। ଯୋଉ ମେଡିସିନ କାମ ଦେଲାନି ପୁଣି ଆଉ ଗୋଟେ ନୂଆ ମେଡିସିନ। ଆଉ ସାର୍ ମାନେ ଯେତେବେଳେ ମାନେ ମୋ ସହ କନେକ୍ଟ ହେଲେ, ଯେତେବେଳେ ଶୁଣିଲେ, ଆଉ ନମିତାର ତା ଇମୋସନକୁ ସାର୍ ଦେଖିକି ସାର୍ ମାନେ କହିଲେ ଯେ ଯେତିକି ଟଙ୍କା ନବା କଥା ସାର୍ ତାର ଗୋଟେ ଭାଗ ବି ଟଙ୍କା ନେଇନାହାନ୍ତି। ସାର୍ କହିଲେ ଦେବସ୍ମିତା ଯଦି ଲାଇଫରେ କେବେ ତମେ ଛିଡା ହୁଅ, ତୁମେ ଚାଲ, ତମ ଗୁଲୁଙ୍କ ହାତ ଧରି ମୋ ପାଖକୁ ଆସିବ, ଆଉ ମୁଁ ତୁମକୁ ଛିଡା ହବାରେ ଖାଲି ଦେଖିବାକୁ ଚାହୁଁଛି। ତ ମାନେ ସାରଙ୍କର ବି ହୁଏତ ଔଷଧ ଲାଗିଲାନି, କିନ୍ତୁ କୋଉଠି ନା କୋଉଠି ବିଶ୍ୱାସ ଅଛି। ଦିନେ ଛିଡା ହେବି। ତ ସାରଙ୍କୁ ଏବେ ଯୋଉ ଛିଡା ହେଇଛି ଆମେ କଲ୍ କରି କହିଲେ ସାର୍ ବହୁତ ଖୁସି ହେଲେ। ତ ଆପଣମାନେ ତ ସବୁ କିଛି ଶୁଣିଲେ। କିନ୍ତୁ 7 ବର୍ଷର ଏ ଜର୍ଣ୍ଣି, ଏ କଷ୍ଟ, ଯନ୍ତ୍ରଣା, ଯେତିକି ଷ୍ଟ୍ରଗଲ ସବୁ ଯାଇଛି, ଯେତିକି ଗେଲ୍ହି ନିଜେ ଚେଷ୍ଟା କରିଛି, ଯେତିକି ସହିଛି, ସବୁ କିଛିକୁ ଏ ଗୋଟେ ଛୋଟିଆ ଭିଡିଓ ମାଧ୍ୟମରେ ଅଳ୍ପ ଶବ୍ଦରେ ପ୍ରକାଶ କରିବା ବିଲକୁଲ ବି ସମ୍ଭବ ନୁହେଁ। ଫିର ବି ଆମେ ଚେଷ୍ଟା କରିଲେ ସବୁ କିଛି ଓଭରାଲି ଆପଣମାନଙ୍କୁ ବୁଝେଇବାକୁ। ଆଟଲିଷ୍ଟ ମୁଁ ଆଶା କରୁଛି ଆପଣମାନେ ଏତିକି ବୁଝିପାରିଥିବେ। ଗେଲ୍ହି ଯୋଉ ଆଜି ଏଇ ଅବସ୍ଥାରେ ଅଛି, ଯୋଉ ଛିଡା ହେଇପାରିଛି ନିଜ ଗୋଡରେ, କୋଉ କଣ୍ଡିସନରୁ କୋଉ କଣ୍ଡିସନକୁ ଆସିଗଲାଣି, ତ ତା ପଛରେ କୌଣସି ଜଣଙ୍କର ହାତ ନାହିଁ। ସବୁଠୁ ଅଧିକ ହାତ ଅଛି ଗେଲ୍ହି ନିଜେ ଯେତିକି ଚେଷ୍ଟା କରିଛି, ଯେତିକି କଷ୍ଟ ଯନ୍ତ୍ରଣା ସହିକି ସେ ଏବେ ବି ନିଜ ଉପରେ ବିଶ୍ୱାସ ରଖିକି, ଭଗବାନଙ୍କ ଉପରେ ବିଶ୍ୱାସ ରଖିକି ଚେଷ୍ଟା କରିଚାଲିଛି। ସେଇଟାର ସବୁଠୁ ଅଧିକ ହାତ ଅଛି। ତା ବିନା ଆଉ କିଛି ସମ୍ଭବ ହିଁ ନୁହେଁ। ଯଦି ସେଇଠୁ ହିଁ ଫେଲୁଅର ହେଇଯିବ, ଆଉ ଯେତେ ଅନ୍ୟମାନେ ଯେତେ ଚେଷ୍ଟା କରନ୍ତୁ, ଯେତେ ସପୋର୍ଟ କରନ୍ତୁ, ସବୁ କିଛି ମାନେ କିଛି ଲାଭ ହିଁ ନାହିଁ ତାର। ଜଣେ ନିଜେ ଚାହିଁବନି ବଞ୍ଚିବାକୁ, ତାକୁ କିଏ ବଞ୍ଚେଇ ପାରିବ? ତ ଗେଲ୍ହିର ଯୋଉ ନିଜେ ବଞ୍ଚିବାକୁ ଚେଷ୍ଟା କରିବା, ନିଜେ ଯୋଉ ଚେଷ୍ଟା କରିବା ଯେ ହଁ ମୁଁ ଦିନେ ଭଲ ହେବି, ତ ସେଇ ଜିଦ୍ଦି, ସେଇ ଚେଷ୍ଟା ହିଁ ତାକୁ ଆଜି ଏତେ ବାଟକୁ ଆଣିପାରିଛି। କିନ୍ତୁ ତା ସହିତ ଆମମାନଙ୍କର ସପୋର୍ଟ ବି ଅଛି। ଆମମାନଙ୍କର ଯୋଉ ଏନକରେଜ କରୁଛେ ଆମେ ଯେତିକି ତାକୁ କରିବାକୁ, ତ ଆମେମାନେ ଯୋଉ ବିଶ୍ୱାସ ଦେଇଛେ ତାକୁ ଯେ ହଁ ତୁ ଦିନେ ଭଲ ହେଇପାରିବୁ, ତ ସବୁ କିଛି ବି ବହୁତ ତାକୁ ହେଲ୍ପ ହଉଛି। ବାସ୍ ଆମେ କେବଳ ଗୋଟେ ସପୋର୍ଟର ଭୂମିକା ତା ଚାରିପଟରେ ନିଭେଇ ଚାଲିଛୁ। ଆପଣମାନେ ବି ଯେତିକି ମାତ୍ରାରେ ପ୍ରାର୍ଥନା କରିଚାଲୁଛନ୍ତି, ତ ତାର ଫଳ ତ ନିଶ୍ଚୟ ଗେଲ୍ହିକୁ ମିଳୁଛି। ଆଉ ଭଗବାନଙ୍କର ଆଶୀର୍ବାଦ କଥା ମୁଁ କଣ କହିବି? ଭଗବାନ ଯିଏକି ସବୁଠୁ ବଡ଼ ଡକ୍ଟର ଏ ଦୁନିଆର, ତାଙ୍କ ଆଶୀର୍ବାଦ ସବୁବେଳେ ଅଛି ମୋ ଗେଲ୍ହି ଉପରେ। ମା ତାରିଣୀଙ୍କର, ପ୍ରଭୁ ଜଗନ୍ନାଥଙ୍କର ଆଶୀର୍ବାଦ ଅଛି। ନହେଲେ ସେ କେବେ ବି ଏତେ ବାଟ ଆସିପାରିନଥାନ୍ତା। ଗେଲ୍ହିର ବିଶ୍ୱାସ ବି ଭଗବାନଙ୍କ ଉପରେ ସେତିକି ଅଛି, ଆଉ ଭଗବାନଙ୍କର ଆଶୀର୍ବାଦ ବି ସେତିକି ଅଛି। ହୁଏତ ଭଗବାନଙ୍କର ବି ବିଶ୍ୱାସ ଅଛି ଗେଲ୍ହି ଉପରେ ଯେ ହଁ ଗେଲ୍ହି ଦିନେ ଠିଆ ହବ, ଗେଲ୍ହି ଦିନେ ଚାଲିବ। ବିନା ମେଡିସିନ, ଏବେ ତ ବର୍ଷେ ହେଲାଣି ମେଡିସିନ ବି ଖାଉନି। ଫିର ବି ତାର ବିଶ୍ୱାସ ଯେ ମୁଁ ଚେଷ୍ଟା କରିଚାଲିବି, ମୁଁ ପରିଶ୍ରମ କରିଚାଲିବି, ଭଗବାନ ଦିନେ ନା ଦିନେ ମତେ ସେ ଫଳଟା ଦେବେ, ଦିନେ ନା ଦିନେ ମତେ ପୁରୀ ବଡ ଦାଣ୍ଡରେ ଚଲେଇବେ। ତ ସେଇ ଭରସା ବିଶ୍ୱାସ ରଖିକି ଯୋଉ ଚେଷ୍ଟା କରିଚାଲିଛି, ଦିନେ ସେଟା ସଫଳ ହବ। ଆଉ ଆପଣମାନେ ବି ଦେଖିବେ, ସାରା ଦୁନିଆ ଦେଖିବ, ଆମେମାନେ ସମସ୍ତେ ଗୋଟେ ବହୁତ ସୁନ୍ଦର ଜିନିଷର ମାନେ ସାକ୍ଷୀ ରହିବା। ଏତେ ବଡ଼ ଜିନିଷ ଦୁନିଆର ଦିନେ ହବ। ଆଉ ଏଇଟା ମୋର ବି ବିଶ୍ୱାସ, ଆପଣମାନେ ବି ବିଶ୍ୱାସ କରିନିଅନ୍ତୁ, ଆଉ ଗେଲ୍ହି ବି ବିଶ୍ୱାସ କରିନେଇଛି। ଆଜି ରହିଲୁ। ଜୟ ଜଗନ୍ନାଥ।